ଶାନ୍ତି ଭରା ଶୀତୁଆ ସକାଳରୁ ଷ୍ଟାର୍ଟ ହେଇଯାଇଥିଲା ଆଜିର ଦିନଟି। ଛେଳିମାନେ ବି ସବୁ ବାହାରକୁ ପଳେଇ ଆସୁଛନ୍ତି, ଦେଖିପାରୁଥିବେ ତାଙ୍କ ବାସସ୍ଥାନରୁ। ତ ମୁଁ ବସିକି ସେକି ହେଉଥିଲି। ଆଜି ମୁଁ ଲେଟ୍ରେ ବି ଉଠିଥିଲି, ମୁହଁଟା ଭାରି ଫୁଲା ଫୁଲା ଦିଶୁଛି ଦେଖିପାରୁଥିବେ। ମୋ ଭଳି କାହାକୁ ସେକିବା ପାଇଁ ଭଲ ଲାଗେ। ବଡ଼ମା ଏପଟେ ସବୁ ପତ୍ର ଝଣ୍ଟେଇକି ନେଇକି ଆସୁଥିଲେ ସେକିବା ପାଇଁ। ଆଉ ଯେତିକି ଛେଳି ସବୁ ଆସିକି ନିଆଁ ଚାରିକଡ଼େ ଘେରି ଯାଇଛନ୍ତି ସେକିବା ପାଇଁ, କାହିଁକିନା ଶୀତ ସମସ୍ତଙ୍କୁ ହିଁ ଲାଗେ। ଆଉ ଦୁଇଟା କ୍ୟୁଟ୍ କ୍ୟୁଟ୍ ଛେଳି ଛିଡ଼ା ହେଇକି ମୋ ପାଖରେ ସେକି ହେଉଛନ୍ତି, ଦେଖିପାରୁଥିବେ। ତ ସେକି ସାରିଲା ପରେ ରନ୍ଧାରନ୍ଧି କରିକିନା ଆମେ ବସି ପଡ଼ିଥିଲୁ 3 ଜଣ ଖାଇବାକୁ। ଆଉ ଆଜି ଆମର ସ୍ପେଶାଲ୍ ଆଇଟମ୍ ହେଇଥିଲା ଶୁଖୁଆ ଛେଚା, ଆଉ ଗୋଟେ ଶୁଖୁଆ ବିଲାତି ଦେଇକିନା ଗୋଟେ ଦଳି ଦେଇଥିଲେ, ଆଉ ଘାଣ୍ଟ ଗୋଟେ ହେଇଥିଲା। ତ ମୋ ଭଳି ଶୀତ ଦିନରେ କେଉଁମାନେ ଆଗ ଖାଇକିନା ଗାଧାନ୍ତି ନିହାତି ଭାବରେ ମୋତେ କମେଣ୍ଟ କରିକି ଜଣାଇବେ। ତ ପେଟ ପୁରା ସ୍ପେଶାଲ୍ ଆଇଟମ୍ ସହ ଆମେ ପୁରା ପଖାଳ ବାଡ଼େଇ ଦେଲୁ। ତାପରେ ବାହାରି ପଡ଼ିଥିଲୁ ଗାଧୋଇବା ପାଇଁ ନଦୀକୁ, କାହିଁକିନା ଆପଣମାନେ ଜାଣିଛନ୍ତି ଗାଁ ମାନଙ୍କର ବି ଯେଉଁ ପାଇପ୍ ପାଣି ଆସେ ଟାଇମ୍ରେ ଆସେ। ଯଦି ଟାଇମ୍ରେ ଗାଧୋଇଲେ ତ ଭଲ କଥା, ନହେଲେ ଆମ ଗାଁରେ ତ ସବୁ ନଦୀକୁ ହିଁ ଗାଧୋଇବା ପାଇଁ ଆସନ୍ତି। ଏଇଟା ହେଉଛି ଆମ ନଦୀ, ଗାଁର ନଦୀ। ସବୁ ଲୋକ ଏଇଠିକୁ ହିଁ ଆସନ୍ତି ଗାଧୋଇବା ପାଇଁ, ବେଶୀ ବଡ଼ ନୁହେଁ, ଖାଳ ଟାଇପ୍ର। ତ ଗାଧୁଆ ପାଧୁଆ ସାରିକି ଆମେ ଘରକୁ ଫେରିଲୁ। ତ ନଦୀରେ ଗାଧୋଇବା ପାଇଁ କେଉଁମାନଙ୍କୁ ଭଲ ଲାଗେ ନିହାତି ଭାବରେ ଜଣାଇବେ। ତ ଏଇଟା ଥିଲା ଆମର ଗାଁର ନିଜ ବ୍ଲଗ୍। ଆଉ ବ୍ଲଗ୍ ଭଲ ଲାଗିଥିଲେ ବ୍ଲଗ୍କୁ ଗୋଟେ ଲାଇକ୍ କରିଦେବେ। ତ ଦେଖା ହବ ଆଉ ଗୋଟେ ନ୍ୟୁ ବ୍ଲଗ୍ରେ। ରହୁଛି, ଜୟ ଜଗନ୍ନାଥ।